ପିଲାମାନେ ଆଜି ଆମେ ଶିଖିବା ଆଙ୍ଗଲ ବିଟୱିନ୍ ଟୁ ହ୍ୟାଣ୍ଡସ୍ ଅଫ୍ ଏ କ୍ଲକ୍ କିପରି ସହଜ ଭାବରେ ଆମେ ବାହାର କରିପାରିବା। ସେଥିପାଇଁ ଗୋଟେ ଫର୍ମୁଲା ଅଛି ଯାହାଦ୍ୱାରା ଆମେ ଅତି ସହଜରେ ବାହାର କରିପାରିବା। ଏବଂ ଏଇଭଳି କ୍ୱେଶ୍ଚିନ୍ ଆମର ସବୁ କମ୍ପିଟେଟିଭ୍ ଏକ୍ଜାମ୍ରେ ଆସୁଛି। ତା ଆଗରୁ ଆମେ ଜାଣିବା ଗୋଟେ ଘଣ୍ଟାର କେତୋଟି ହ୍ୟାଣ୍ଡ ଅଛି। ଠିକ୍ ଅଛି, ଆମର ଗୋଟେ ଘଣ୍ଟାରେ ଆମର 3ଟି ହ୍ୟାଣ୍ଡ ଅଛି। କ'ଣ? ପ୍ରଥମରେ ଆମର ମିନିଟ୍ ହ୍ୟାଣ୍ଡ, ସେକେଣ୍ଡରେ ଆୱାର ହ୍ୟାଣ୍ଡ ଏବଂ ତୃତୀୟରେ ଆମର ସେକେଣ୍ଡ ହ୍ୟାଣ୍ଡ। ଠିକ୍ ଅଛି, ତ ଆମକୁ ଏଠି ଦରକାର ଅଛି ଆୱାର ହ୍ୟାଣ୍ଡ ଆଉ ମିନିଟ୍ ହ୍ୟାଣ୍ଡ। ସେଇ ଦୁଇଟା ଜାଣିଗଲେ ଆମେ କ'ଣ ଜାଣିପାରିବା ଆମର ଆଙ୍ଗଲ କେତେ ଅଛି। କ'ଣ କରିବା ନା ଆମର ଦେଇଛି କ'ଣ ନା 8:30 PM। ଠିକ୍ ଅଛି, ତ ଏଇଠି 8:30 ଯେଉଁଟା 8 ଆମର କ'ଣ ନା ଆୱାର ଏବଂ 30 ଆମର କ'ଣ ନା ମିନିଟ୍। ତ ଏଠି ଆମର ଫର୍ମୁଲା କ'ଣ ମନେ ରଖିବ? 30 × H that is hour minus 11/2 into minute। ଏଇ ଫର୍ମୁଲାରେ ହିଁ ଆମେ ବାହାର କରିପାରିବା। କେମିତି ବାହାର କରିବା? ଏବେ ଦେଖ 8:30 ଦିଆହେଇଛି, ତ 30 × ଆୱାର, ଆୱାର ଆମର କେତେ ଅଛି ନା 8 ମାଇନସ୍ 11/2 × ମିନିଟ୍, ମିନିଟ୍ ଅଛି ଆମର କେତେ ନା 30। ତ ଆମର ଦେଖ ଏଇଠିକି ଆମର କେତେ ବାହାରି ଯାଉଛି 240 ମାଇନସ୍ ଏଇଟା କେତେ ହେବ 165। ତ ଆମର ଆସିଲା ଆନ୍ସର୍ କେତେ 75 ଡିଗ୍ରୀ। ତ ଏଇଟା ହିଁ ଆମର ହେଉଛି ଆଙ୍ଗଲ। ଏହିପରି ଭାବରେ ଆମେ ସବୁ ଆଙ୍ଗଲ ବାହାର କରିପାରିବା। ଦେଖିବା ପରବର୍ତ୍ତୀ ଇଏରେ ମୁଁ ତୁମକୁ ଆଉ ଗୋଟେ ଟ୍ରିକ୍ କହିଦେବି ଯେଉଁଟାକି ମାଇନସ୍ ଆସିଲେ ଆମେ କ'ଣ କରିବା। ଠିକ୍ ଅଛି, ବର୍ତ୍ତମାନ ଆମେ ଏଇଟା ସଲ୍ଭ କରିବା। ଦେଖିବା କ'ଣ ହେଉଛି 4:30 ଦେଇଛି, 4:30ରେ ଆମର କେତେ ଆଙ୍ଗଲ ହେଇଥିବ ଦେଖିବା। କ'ଣ ନା କେମିତି କରିବା? ଏଇ ଫର୍ମୁଲା ଆପ୍ଲାଏ କରିବା 30 × H, H କେତେ ଅଛି 4 ମାଇନସ୍ 11/2 ମିନିଟ୍ ଜାଗାରେ ଆମର କେତେ ଅଛି ନା 30। ଏବେ କେତେ ହେଉଛି ଦେଖିଦେବା 120 ମାଇନସ୍ 165 କେତେ ଆସୁଛି ନା -45। ମାଇନସ୍ କି ପ୍ଲସ୍ ଯାହା ବି ଆସୁ ଏଠି ଆମେ କ'ଣ କରିବା ମାଇନସ୍ କି ପ୍ଲସ୍ ତାକୁ ନେଗ୍ଲେକ୍ଟ କରିଦେବା। ଆମର କେବଳ ଆମେ ଦେଖିବା କାହାକୁ ନା ଓନ୍ଲି ଦିସ୍ ଭ୍ୟାଲୁ, ଆଉ ଏ ମାଇନସ୍କୁ କ'ଣ କରିବା କନସିଡ଼ର କରିବା ନାହିଁ। ତ ପ୍ଲସ୍ କି ମାଇନସ୍ ଆସୁ କେବଳ ଆଙ୍ଗଲକୁ ହିଁ ଦେଖିବ। ଠିକ୍ ଅଛି, ଏବେ ଜାଣିଗଲେ ଏଇଟା। ଆଉ ଗୋଟେ ପ୍ରକାର ଆମେ ଦେଖିବା। ଏବେ ଏଇ ପ୍ରୋବ୍ଲେମ୍ ସଲ୍ଭ କରିବା। ଦେଖିବା ଆମର ଆନ୍ସର୍ କ'ଣ ଆସୁଛି 30H, 30 × H ଜାଗାରେ 10 ମାଇନସ୍ 11/2 × ମିନିଟ୍ ଜାଗାରେ କ'ଣ ନା 10। ଠିକ୍ ଅଛି, ସଲ୍ଭ କରିଦେବା। କେତେ ଆସୁଛି ଦେଖିବା। ଏଇଟା 300, ଏଇଟା ଆସୁଛି ଆମର 55। ତ ଆମର ଏଇଟା 10ରୁ 5 5, 9 5 ହେଲେ 4, ଏଇଟା ଆସିଲା 2.45 ଡିଗ୍ରୀ। ଏଠି କ'ଣ ହେଉଛି ନା 180ରୁ ଯଦି ଦେଖିବ ଯଦି ଅଧିକା ଆସୁଛି ଆଙ୍ଗଲ, ସେତେବେଳେ ଆମେ କ'ଣ କରିବା ନା 360 ଡିଗ୍ରୀରୁ ମାଇନସ୍ କରିଦେବା। ଯେତିକି ହେବ ଆମର ସେଇଟା ହିଁ ହେବ ଆମର ଆଙ୍ଗଲ। ଠିକ୍ ଅଛି, ଏବେ କେତେ ହେଲା ନା 115। ମନେ ରଖିଲା ଯେତେବେଳେ 180 ଡିଗ୍ରୀରୁ ଅଧିକା ହେଇଯିବ ସେତେବେଳେ ଆମେ 360 ଡିଗ୍ରୀରୁ ମାଇନସ୍ କରିଦେବା। ଏଇଟା ମନେ ରଖିବ। ଆଉ ଯେତେବେଳେ ଆମର ମାଇନସ୍ ଆସିବ ଯଦି ଆଙ୍ଗଲ, ତାହେଲେ ଆମେ ତା'ର ଆବସୋଲ୍ୟୁଟ୍ ଭ୍ୟାଲୁ ନେବା। ଦ୍ୟାଟ୍ ମିନ୍ସ ମାଇନସ୍ ଆଉ ପ୍ଲସ୍ ଯାହା ବି ଆସୁ ତା'ର ଆବସୋଲ୍ୟୁଟ୍ ଭ୍ୟାଲୁ ନେଇଯିବା। ଠିକ୍ ଅଛି, ଏହିପରି ପ୍ରୋବ୍ଲେମ୍ କ୍ଲକ୍ର ଯାହା ବି ପଡ଼ିବ ଏହିପରି ଭାବରେ ଏହି ଟ୍ରିକ୍ରେ ଆମେ କ'ଣ କରିବା ସଲ୍ଭ କରିପାରିବା। ମନେ ରଖିବ ଟ୍ରିକ୍ କ'ଣ ନା 30 × H ମାଇନସ୍ 11/2 × ମିନିଟ୍। H ଆଉ M କ'ଣ ନା H ହେଉଛି ଆୱାର ହ୍ୟାଣ୍ଡ, M ହେଉଛି ଆମର ମିନିଟ୍ ହ୍ୟାଣ୍ଡ। ଠିକ୍ ଅଛି।